ରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ସ୍ୱର୍ଗର ପରମେଶ୍ୱର ପୁଣି ଥରେ ତାହାଙ୍କ ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ ମାଧ୍ୟମରେ ଆପଣମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଏହି ସୁନ୍ଦର ସୁଯୋଗ ପରମେଶ୍ୱର ପୁନର୍ବାର ମୋ ଜୀବନରେ ଯୋଗ କଲେ। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦଉଛି। ଆପଣ ମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି। ଆପଣ ମାନେ ଆମର ଏହି ସାମୁଏଲ ଖରା ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେଉଥିବା ପ୍ରତ୍ୟେକ ସନ୍ଦେଶକୁ ନିୟମିତ ଦେଖୁଛନ୍ତି, ଶୁଣୁଛନ୍ତି, ଲାଇକ୍ ସେୟାର କମେଣ୍ଟ ମାଧ୍ୟମରେ ଆପଣ ମାନେ ଆମ୍ଭମାନଙ୍କୁ ଉତ୍ସାହିତ କରୁଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କର ଗୌରବ କରେ। ପରମେଶ୍ୱର ଆପଣ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଶତ୍ରୁମାନଙ୍କୁ ମଧ୍ୟ କାହିଁକି କ୍ଷମା ଦିଅନ୍ତି। ଆଜିର ପ୍ରସଙ୍ଗ ହେଲା ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଅନ୍ୟମାନଙ୍କୁ କାହିଁକି କ୍ଷମା ଦିଅନ୍ତି। ଏହି ପ୍ରସଙ୍ଗରେ ଅଳ୍ପ ସମୟ ଧରି ଆମେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଦେଖିବେ ଏହି ଭାରତ ବର୍ଷରେ ହେଉ, ଭାରତ ବାହାରେ ହେଉ, ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ଅନେକ ନିନ୍ଦା ତାଳନା କରି ଦିଆଯାଏ। ସେମାନଙ୍କର ଘର ଭାଙ୍ଗି ଦିଆଯାଏ, ସେମାନଙ୍କୁ ଗାଁରୁ ବାହାର କରି ଦିଆଯାଏ, ସେମାନଙ୍କର ଚର୍ଚ୍ଚ ଘର ଗୁଡ଼ିକକୁ ଭଙ୍ଗାରୁଜା ଭାବରେ ନଷ୍ଟ କରି ଦିଆଯାଏ। ଏହିପରି ପରିସ୍ଥିତିରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ କେବେ ମଧ୍ୟ ସେମାନଙ୍କୁ ବିରୋଧ କରନ୍ତି ନାହିଁ। ଆପଣ ଏହି ପ୍ରକାର କୌଣସି କଥା ଶୁଣିଛନ୍ତି କି? ଯେତେବେଳେ ଖ୍ରୀଷ୍ଟିଆନ ସମାଜରେ ଏହି ପ୍ରକାର ନିନ୍ଦା ତାଳନା ହୁଏ, କୌଣସି ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ କାହାର ମନ୍ଦିର କେବେ ଭାଙ୍ଗିଛନ୍ତି, କାହାର ମସଜିଦ କେବେ ଭାଙ୍ଗିଛନ୍ତି? କେବେ ମଧ୍ୟ ସେମାନେ ଅନ୍ୟର ବିରୋଧ କରନ୍ତି ନାହିଁ। ଆଉ ଯେତେବେଳେ ଏହି ସବୁ ପରିସ୍ଥିତି ଦେଇ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଯାଆନ୍ତି ଏବଂ ସହିଷ୍ଣୁ ହୋଇ, ସରଳ ହୋଇ, ନମ୍ର ଭାବରେ ସେମାନଙ୍କୁ କ୍ଷମା ଦେଇ ଦିଅନ୍ତି, ସେହିପରି ସମୟରେ କେତେକ ଲୋକ ଭାବନ୍ତି ଯେ ଏମାନଙ୍କ ପାଖରେ କୌଣସି ଶକ୍ତି ନାହିଁ, ପାୱାର ନାହିଁ, ଏମାନେ ଦୁର୍ବଳ ଅଟନ୍ତି, ଆଉ ଏମାନେ ଅଶିକ୍ଷିତ, ଅଜ୍ଞାନୀ ଲୋକ, ଏହି ପ୍ରକାର ସେମାନେ ଭାବନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାସ୍ତବରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ କାହିଁକି ଅନ୍ୟମାନଙ୍କୁ କ୍ଷମା ଦିଅନ୍ତି, କାହିଁକି ଶତ୍ରୁମାନଙ୍କୁ କ୍ଷମା ଦିଅନ୍ତି, ଆଜି ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଯଦି ଆପଣ ମାନେ ମୋ ସହିତ ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟକୁ ଆସିବେ, ଲୁକ ଲିଖିତ ସୁସମାଚାର 23 ଅଧ୍ୟାୟ 34 ପଦରେ ଲେଖାଯାଏ, ସେତେବେଳେ ଯୀଶୁ କହିଲେ, ପିତ ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଆଉ ସେମାନେ ତାହାଙ୍କ ବସ୍ତ୍ର ସବୁ ଭାଗ କରିବା ନିମନ୍ତେ ଗୁଲି ବାଣ୍ଟ କଲେ। ପ୍ରିୟମାନେ, ଏହି ବାକ୍ୟ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ସେତେବେଳେ, କେତେବେଳେ? ଚର୍ଚ୍ଚରେ ଥିଲା ବେଳେ ନାହିଁ, ଭୋଜି ଭାତ କରି ଖାଇଲା ବେଳେ ନାହିଁ, ଭଲରେ ଭଲ ପରିସ୍ଥିତି ଆଉ ଲେକ୍ଚରିୟସ୍ ଲାଇଫ ବଞ୍ଚିଲା ବେଳେ ନାହିଁ, ଚର୍ଚ୍ଚରେ ଗୀତ ଗାନ କଲା ବେଳେ ନାହିଁ। କେତେବେଳେ? ସେ କ୍ରୁଶରେ ଚଢିଲା, ଯେତେବେଳେ ଶତ୍ରୁମାନେ ତାହାଙ୍କୁ କ୍ରୁଶରେ ଚଢେଇ ଦେଲେ, ଦୁଇଟି କଣ୍ଟା ପାଦରେ କଣ୍ଟା, ମୁଣ୍ଡରେ କଣ୍ଟାର ମୁକୁଟ, ଛାତିରେ ବର୍ଷା, ରାତି ଯାକ ସେ ଶୋଇନାହାନ୍ତି, ସମ୍ପୂର୍ଣ୍ଣ ଭାବରେ ସେ ଖାଣ୍ଡିଆ ଘାବରା ହେଇ ସେ କ୍ରୁଶରେ ଚଢିଛନ୍ତି। ଏହିପରି ସମୟରେ ସେ କହୁଛନ୍ତି, ପିତ ଏମାନଙ୍କୁ କ୍ଷମା କର, ଏମାନେ କଣ କରୁଅଛନ୍ତି ତାହା ସେମାନେ ଜାଣନ୍ତି। ପ୍ରିୟମାନେ, ଏହି ବାକ୍ୟ ଦ୍ୱାରା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ କାହିଁକି ଅନ୍ୟମାନଙ୍କୁ କ୍ଷମା ଦିଅନ୍ତି, କାହିଁକି କ୍ଷମା କରନ୍ତି? ତାର କାରଣ ହେଲା, ଖ୍ରୀଷ୍ଟ ବିଶ୍ୱାସୀ ମାନେ ଯେଉଁ ପରମେଶ୍ୱରଙ୍କୁ ସେବା କରୁଛନ୍ତି, ଖ୍ରୀଷ୍ଟ ବିଶ୍ୱାସୀ ମାନେ ଯେଉଁ ପ୍ରଭୁଙ୍କ ଉପରେ ବିଶ୍ୱାସ କରନ୍ତି, ତାହାଙ୍କର ନାମ ଯୀଶୁ ଖ୍ରୀଷ୍ଟ। ଆଉ ସେ ଶତ୍ରୁମାନଙ୍କୁ କ୍ଷମା ଦିଅ କେବଳ ସେ ଶିକ୍ଷା ଦେଲେ ତାହା ନୁହେଁ, ସେ ଶତ୍ରୁକୁ କ୍ଷମା କରି ଦେଖାଇଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କହିବା ବ୍ୟକ୍ତି ନଥିଲେ, ସେ ପ୍ରଥମରେ କରି ଦ୍ୱିତୀୟରେ ସେ ଶିକ୍ଷା ଦେବା ବ୍ୟକ୍ତି ଥିଲେ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ଖ୍ରୀଷ୍ଟିଆନ ମାନଙ୍କର ପରମେଶ୍ୱର କ୍ଷମା ଦେବାଟା ଶିଖାଇଛନ୍ତି। ଖ୍ରୀଷ୍ଟିଆନ ମାନଙ୍କର ପରମେଶ୍ୱର, ଖ୍ରୀଷ୍ଟିଆନ ମାନଙ୍କର ଯେଉଁ ଗୁରୁ ମାନଙ୍କର ଗୁରୁ, ଯେ ପ୍ରଭୁ ମାନଙ୍କର ପ୍ରଭୁ, ସେ ଅନ୍ୟମାନଙ୍କୁ କ୍ଷମା ଦେବାଟା ସେ ଶିଖାଇଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ସେ ପ୍ରଥମ କାମ କଲେ, ସେ ଶତ୍ରୁମାନଙ୍କୁ କ୍ଷମା କଲେ। ସେଥିପାଇଁ ଖ୍ରୀଷ୍ଟିଆନ ମାନେ ଅନ୍ୟମାନଙ୍କୁ ସେମାନେ କ୍ଷମା ଦିଅନ୍ତି। ଅନ୍ୟମାନେ ଯେତେବେଳେ ଖ୍ରୀଷ୍ଟିଆନ ମାନଙ୍କର କ୍ଷତି କଲେ ବି ସେମାନେ କ୍ଷତି ସହ୍ୟ କରି ସେମାନଙ୍କୁ ସେମାନେ କଣ କରନ୍ତି? କ୍ଷମା ଦିଅନ୍ତି।
ଯଦି ଆପଣ ପଢିବେ ମୋ ସହିତ, ଲେଖାଯାଏ ସାଧୁ ପାଉଲ କଲୋସିୟ ମଣ୍ଡଳୀ ନିକଟକୁ ଯେତେବେଳେ ସେ ପତ୍ର ଲେଖିଲେ, ସେଇ ପ୍ରକାର ଲେଖୁଛନ୍ତି କଲୋସିୟ 3:13 ଲେଖାଗଲା, ପରସ୍ପର ପ୍ରତି ସହନଶୀଳ ହୁଅ, ଆଉ ଯଦି କାହାରି ବିରୁଦ୍ଧରେ କୌଣସି କଥା ଥାଏ ତେବେ ଏକକୁ ଆରେକ କ୍ଷମା କର, ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି ତୁମ୍ଭେମାନେ ମଧ୍ୟ ସେହିପରି କର। এই ସ୍ଥାନରେ ଆମେ ଦେଖୁଛୁ ଯେ ସାଧୁ ପାଉଲ ସେ ଲେଖୁଛନ୍ତି ପରମେଶ୍ୱର ତୁମକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମେ ଅନ୍ୟମାନଙ୍କୁ କ୍ଷମା କର। ପ୍ରିୟମାନେ, ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ହେଉଛନ୍ତି କ୍ଷମା ପାଇଥିବା ଲୋକମାନେ ଅଟନ୍ତି। ପୂର୍ବ ପୁରୁଷର ସମସ୍ତ ପ୍ରକାର ପାପ ଅଭିଶାପ ବନ୍ଧନରୁ ମୁକ୍ତ ହୋଇଥିବା ଭାଇ ଭଉଣୀ ମାନେ ଅଟନ୍ତି। ସେଥିପାଇଁ ସେମାନେ ଶତ୍ରୁମାନଙ୍କୁ କ୍ଷମା ଦେଇ ଦିଅନ୍ତି, ସେଥିପାଇଁ ସେମାନେ ଶତ୍ରୁମାନଙ୍କୁ ପ୍ରେମ କରନ୍ତି, ଆଉ ସେମାନଙ୍କ ନିମନ୍ତେ ସେମାନେ ପ୍ରାର୍ଥନା କରନ୍ତି। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯେଉଁ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ମତେ ଶୁଣୁଛନ୍ତି, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ଶତ୍ରୁକୁ କ୍ଷମା ଦେଇଛନ୍ତି କି? ଆପଣ ଶତ୍ରୁ ନିମନ୍ତେ ପ୍ରାର୍ଥନା କରୁଛନ୍ତି କି? ଆଜି ଆପଣ ଖ୍ରୀଷ୍ଟିଆନ ସମାଜରେ ଦେଖିବେ, ଶାଶୁର ବୋହୂ ସହିତ ପଡୁନାହିଁ, ବୋହୂର ଶାଶୁ ସହିତ ପଡୁନାହିଁ, ଏବଂ ପରିବାର ମଧ୍ୟରେ ମନମାଳିନତା ଗଣ୍ଡଗୋଳ, ଆଜି ହିଂସା କପଟ ରହିଛି। ମାତ୍ର ସେମାନେ ଆରାଧନା କରୁଛନ୍ତି, ଗୀତ ଗାଉଛନ୍ତି, ଚର୍ଚ୍ଚ ଯାଉଛନ୍ତି, ଦାନ ଦେଉଛନ୍ତି। ପ୍ରିୟମାନେ, ପରସ୍ପର ମନମାଳିନ ହୋଇ ପରସ୍ପରକୁ କ୍ଷମା ନ ଦେଇ ଆମେ ଚର୍ଚ୍ଚ ଯାଇପାରିବା, ପ୍ରଚାର କରିପାରିବା, ଗୀତ ଗାନ କରିପାରିବା, ଦାନ ଦେଇପାରିବା, ମାତ୍ର ଅନ୍ୟକୁ କ୍ଷମା ନ ଦେଇ ଆମେ କେବେ କ୍ଷମା ପାଇପାରିବା ନାହିଁ, ଆମେ କେବେ ଉଦ୍ଧାର ପାଇପାରିବା ନାହିଁ। ଅନ୍ୟ ସହିତ ମନମାଳିନ ହୋଇ, ଅନ୍ୟ ସହିତ କଟୁଭାବ ରଖି ଆମେ ସ୍ୱର୍ଗକୁ ଯାଇପାରିବା ନାହିଁ। ଆରାଧନା ଯାଇ ହେବ, ଗିର୍ଜା ଯାଇ ହେବ, ଚର୍ଚ୍ଚକୁ ଯାଇ ହେବ, ସବୁ କରିହେବ, କିନ୍ତୁ ସ୍ୱର୍ଗକୁ ଯିବା ଅସମ୍ଭବ ଅଟେ। ପ୍ରିୟମାନେ, ଯୀଶୁଖ୍ରୀଷ୍ଟ ଏଥିପାଇଁ ସେ ପୃଥିବୀ ପୃଷ୍ଠକୁ ଆସିଲେ, ଆମେ ତାହାଙ୍କ ପରି ହେବା, ତାହାଙ୍କ ପଦଚ୍ଛିନ୍ନ ଦେଇ ଆମେ ଗମନ କରିବା। ଆମମାନଙ୍କ ପରମେଶ୍ୱର କ୍ଷମା ଦେବା ପରମେଶ୍ୱର, ଆମର ପରମେଶ୍ୱର ଦୟା ଦେଖାଇବା ପରମେଶ୍ୱର, ଆଉ ସେ ଆମମାନଙ୍କର ଆଦର୍ଶ ଅଟନ୍ତି। ସେଥିପାଇଁ ଆଜି ଖ୍ରୀଷ୍ଟିଆନ ସମାଜର ଭାଇ ଭଉଣୀ ମାନେ ସେମାନେ କଣ କରନ୍ତି? ଶତ୍ରୁମାନଙ୍କୁ ମଧ୍ୟ ସେମାନେ କ୍ଷମା କରିଦିଅନ୍ତି। ଯଦି ଆପଣ ପଢିବେ ରୋମିଓ ପୁସ୍ତକ 12:14 ଲେଖାଗଲା, ଯେଉଁମାନେ ତୁମ୍ଭମାନଙ୍କୁ ତାଳନା କରନ୍ତି ସେମାନଙ୍କୁ ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ। କାରଣ ଆମେ କାହାର ପ୍ରତିଶୋଧ ନେବା ଆମ ଅଧିକାର ନାହିଁ। ପରମେଶ୍ୱର ସେ ପ୍ରତିଶୋଧ ସେ ନିଅନ୍ତି, କାରଣ ସେ ପ୍ରତିଫଳ ଦେବେ। ଆମ ପାଖରେ କୌଣସି ମନୁଷ୍ୟର ପ୍ରତିଶୋଧ ନେବା ନିମନ୍ତେ ପରମେଶ୍ୱର ଆମକୁ ଶିଖାଇ ନାହାନ୍ତି। ସେ ବରଂ ଶତ୍ରୁମାନଙ୍କୁ ଆଶୀର୍ବାଦ କରିବା ପାଇଁ, ଶତ୍ରୁମାନେ କ୍ଷୁଧିତ ହେଲେ ସେମାନଙ୍କୁ ଭୋଜନ କରାଇବା ପାଇଁ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ପରମେଶ୍ୱର ତାହାଙ୍କର ଲିଖିତ ବାକ୍ୟରେ ସେ ଆମକୁ ଶିକ୍ଷା ଦେଇଛନ୍ତି। ଯଦି ଆପଣ ପଢିବେ, ସେଥିପାଇଁ ଆମେ ଅନ୍ୟମାନଙ୍କୁ କଣ କରୁ? କ୍ଷମା କରୁ। ସେମାନଙ୍କୁ ଅଭିଶାପ ଦେବା ବଦଳରେ ଆମେ କଣ କରୁ? ଆଶୀର୍ବାଦ କରୁ। କାରଣ ଆମର ପରମେଶ୍ୱର ଆଶୀର୍ବାଦ କରିବାଟା ଆମକୁ ଶିଖାଇଛନ୍ତି। ଯଦି ଆପଣ ପଢିବେ ମାଥିଉ ଲିଖିତ ସୁସମାଚାର 6:14 ଆଉ 15 ଲେଖାଗଲା, କାରଣ ଯେବେ ଲୋକମାନଙ୍କର ଅପରାଧ ସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କୁ କ୍ଷମା କରିବେ। କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧ ସବୁ କ୍ଷମା କରିବେ ନାହିଁ। ପ୍ରିୟମାନେ, ଏହି ବାକ୍ୟକୁ ଆମେ ବିଶ୍ୱାସ କରୁ, ଏହି ବାକ୍ୟକୁ ଆମେ ଭୟ କରୁ, ସେଥିପାଇଁ ଆମେ ଅନ୍ୟମାନଙ୍କୁ କ୍ଷମା ଦେଉ। ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଏହି ବାକ୍ୟକୁ ସେମାନେ ଭଲରେ ଜାଣନ୍ତି, ସେଥିପାଇଁ ସେମାନେ କଣ କରନ୍ତି? ଶତ୍ରୁମାନଙ୍କୁ କ୍ଷମା ଦିଅନ୍ତି। ଯଦି ଆମେ ଅନ୍ୟକୁ କ୍ଷମା ଦେବା ନାହିଁ, ତାହେଲେ ଆମକୁ ପରମେଶ୍ୱର କ୍ଷମା କରିବେ ନାହିଁ। ଯଦି ଆମେ ଅନ୍ୟକୁ କ୍ଷମା ଦେବା, ତାହେଲେ ଆମକୁ ମଧ୍ୟ ଆମର ପରମେଶ୍ୱର କ୍ଷମା କରିବେ। ପ୍ରଭୁଙ୍କର ଗୌରବ ହଉ। ଆଜି ଖ୍ରୀଷ୍ଟିଆନ ସମାଜ ଗୋଟେ ଶାନ୍ତିପ୍ରିୟ ସମାଜ ଅଟେ। ସେଥିପାଇଁ ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ, ଯେଉଁମାନେ ଆମର ଚର୍ଚ୍ଚ ଭାଙ୍ଗୁଛନ୍ତି, ଯେଉଁମାନେ ଆମର ଘରକୁ ଭାଙ୍ଗୁଛନ୍ତି, ସମାଜରୁ ଆମକୁ ବାହାର କରୁଛନ୍ତି, ସେମାନଙ୍କୁ ଆମେ କ୍ଷମା ଦେଇ ଆମେ ସେମାନଙ୍କ ଲାଗି ପ୍ରାର୍ଥନା କରୁଛୁ। କାହିଁକି ପ୍ରାର୍ଥନା କରୁଛୁ? ଯେ ଆମର ପରମେଶ୍ୱର କ୍ଷମା ଦେବା ପରମେଶ୍ୱର, ଆମର ପରମେଶ୍ୱର ଶାନ୍ତିକୁ ଆଣିବା ପରମେଶ୍ୱର, ଆମର ପରମେଶ୍ୱର ଆମକୁ ଗଠନ କରିବା ପରମେଶ୍ୱର, ଆମର ପରିବାରକୁ ସଜାଡ଼ିବା ପରମେଶ୍ୱର, ଆଉ ପାପରୁ, ମନ୍ଦରୁ, ଦୁଷ୍ଟତାରୁ, ଅଭିଳାଷରୁ, ଅଭିଶାପରୁ ଆମକୁ ମୁକ୍ତ କରିବା ପରମେଶ୍ୱର। ସେଥିପାଇଁ ଆମେ କଣ କରୁ? ଆମେ ଅନ୍ୟକୁ କ୍ଷମା କରୁ। ଆମକୁ ସେ କ୍ଷମା କରିଛନ୍ତି, ସେଥିପାଇଁ ଅନ୍ୟକୁ ଆମେ କ୍ଷମା ଦେଇଦେଉ। ଆମକୁ ସେ ଉଦ୍ଧାର କରିଛନ୍ତି, ସେଥିପାଇଁ ଆମେ ଲୋକଙ୍କ ପ୍ରତି ଆମେ କୋମଳ ଭାବ ଦେଖାଉ, ଅନ୍ୟମାନଙ୍କୁ ଆମେ ଆଶୀର୍ବାଦ କରୁ, ବରଂ ସେମାନଙ୍କୁ ଅଭିଶାପ ଆମେ ଦେଇନଥାଉ।
परमेश्वर यही वाक्य द्वारा आम समस्त को प्रचुर भाव में आशीर्वाद करंतु। आसतु आम प्रभु को पदे धन्यवाद देवा। स्वर्गीय पिता आम तुमको धन्यवाद दौचु, गौरव करुचु। प्रभु तुम्हें महान अट, तुम्हें क्षमामय, तुम्हें दयामय पिता। जिते बेले तुम्हें शत्रु हस्त समर्पित हेल, क्रूसरे शत्रु माने तुमको चढ़ेले बापा, तुम कौन सी पाप कौन सी दोष नथिला, तुम्हें आम लगी पापी मान मध्य गणागल। आउ प्रभु तीनोटी कंटारे झुलिबा समय रे मुंडरे कंटा मुकुट, देहरे बच्छा रक्ताक्त अवस्था प्रभु तुम्हें शत्रु मान क्षमा कर। आउ प्रभु तुम्हें कहल मोर अनुगमन कर, तुम्हें माने मोर पदचिन्ह दे गमन कर, तुम्हें आम आदर्श अट बापा। आमको क्षमा कर अन्य मान आम क्षमा दे प्रभु आमे बरं तुम ऊपर आमे भरोसा रखुचु। दया कर आमे अन्य को क्षमा देवा लोक हेबो। अन्य लोक माने आमको क्षति आमको प्रभु निंदा ताड़ना करिला बेले आमे सेमानकु आशीर्वाद करिवो, सेमानक निमंते प्रार्थना करिवो। प्रभु तुम एई प्रकार अनुग्रह बल शक्ति तुम आमको प्रदान करो। प्रार्थना प्रिय प्रभु यीशु का नाम रे मागुछु, आमेन।